ପୂର୍ଣ୍ଣଦାର ବିହା ଭୋଜି ଲାଗି ମଟନ୍ କଟିଂ ଚାଲୁଛେ। ଜୁହାର ଯେ ମାସ ସମଲେ ତ ଇନ ଆମେ ଯେନ୍ତା କି ମେଲସାକେ ପୁତକି ଦେଉଛୁଁ ମନେ ତ ଇନ ଦେଖ ମାମୁଁ ଯେନ୍ତା ଭାବେ କାଟୁଛେ ଦିମାଗ ଖରାପ ହେ ତ ଇନ ଆମର ଯେତେ ଲୋକମାନେ ଥାଏ ସେମାନେ ବି କଟିଂ ଚାଲୁଛେ। କିଛି ଟାଇମ୍ ହେଲା କି ଆମେ ରକ୍ତି ବି ବନେଇଥିଲୁ ତ ଖାଇବା ଲାଗି ଆନୁ ତ ସକାଳ ବେଲା ଯେନ୍ତା ସକାଳ ବେଲା ମୋର ସାର୍ଟ ପ୍ୟାଣ୍ଟ ଆଇରନ୍ ମାରିକି ମୁଇଁ ବାହାରି ଯାଇଥିଲି ବିହା ଘର ଆଡ଼େ ତ ଇନ ଯେନ୍ତା ଆସି ତ ପୂର୍ଣ୍ଣଦା ବି ଇନ ଏଥିର ଏଇଟା ତ ଦୁଲ୍ହା ବାବୁ ତ ଇନ ପିଲାମାନେ ବି ସବୁ କାମ ମାନେ କରୁଥିସନ୍ ତ ଇନ ବହୁତ ସାରା ଲୋକମାନେ ବି ପଳେଇ ଆସିଲେ ନା ତ ଇନ ଆନଜା ତ ଉଇଲ୍ କାଟି କାଟି କାନ୍ଦି ଦେଉଥିଲା। ତାର ପରେ ମୁଇଁ ପେପର୍ ପୁକା ଟିକେ ଚିରି ଲାଗ୍ବା ଲାଗି ପଳେଇ ଆସିଲି ତ ଇନ ଧରତୀ ପାର୍ଟନର ବି ଅଛନ୍ ପୂର୍ଣ୍ଣଦା ଅଛନ୍ ତ ଇନ ବହୁତ ସାରା ଲୋକମାନେ ଅଛନ୍ ତ ତାର ପରେ ମୁଇଁ ଷ୍ଟେଜ୍ ଆଡ଼େ ପଳେଇ ଆସିଲି କାହିଁକି ବର ପିଲା ନି ଆସିତା ତାର ପରେ ଯେତେ ଆମର କାମ କରିବା ଲୋକ ଲାଗି ଆଗେ ଭାତ ଶାଗ ଖାଇଦେନୁ ଗାଇସ୍ ତାର ପରେ ଆମେ କାମ ଷ୍ଟାର୍ଟ କରିଦେଲୁ ତ ଇନ ବହୁତ ସାରା ଲୋକମାନେ ବି କାମ କରିଥିଲେ ମୋର୍ ସାଙ୍ଗେ ତ ଇନ ଧରତୀ ଭାଇ କାଣା ମାନେ କାମ ମାନେ କରୁଛନ୍ କିଛି ଟାଇମ୍ ୱେଟ୍ କଲା କି ଯେନ୍ତାକି କନିଆ ହାରିଗଲେ ସାମାନ ବି ପହଞ୍ଚି ସାରିଲେ ନା ତ ଇନ ଷ୍ଟେଜ୍ରେ ଦେଖ ଗାଇସ୍ ତ ଆମର ଦାଦା ଅଛନ୍ ତ ଇନ ବହୁତ ସାରା ଅଛନ୍ ତ କାଲି ମଧ୍ୟ ସୁଟିଂ କରୁଛେ ଇନ ଜାଗା ଯାହାର ବି ହଉ ମାହୁଲ ଆମର